श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। ओम गणेशाय नमः। हे माँ सरस्वती तमे कंठरे बस, माँ कंठरे बस। अति बड़ी जगन्नाथ दास रचित श्रीमद्भागवत महापुराण चतुर्थ स्कंधर आज आम ऊनविंश बा 19तम अध्याय श्रवण करवा। यही अध्यायर प्रथम भाग पद्यांतरी एवं द्वितीय भाग यार व्याख्या श्रवण करवा। यही ऊनविंश अध्याय महाराज पृथुंकर 100 अश्वमेध यज्ञ कथा वर्णना करा जायछि। तेबे धारावाहिक भाव में शुणापी चैनल टी सब्सक्राइब करंतु एवं फॉलो मध्य करंतु। तेबे आसंतु शुणिबा ऊनविंश अध्याय। अश्वः रणे बहिदोष, अश्वः रणे बहिरोष, पृथुचिन्तन्ते इन्द्रनाश, ताकुनि सेध कले धाता, ऊनविंशरे एहि कथा। मैत्रेय उवाच एबे हो शुण विष्णुगाथा, कहिबा पृथु यज्ञ कथा। मिलिस कल मुनिजने, संतोषे पृथु सन्निधाने, यज्ञ करण उदयोगे, सर्वस्व आनिबेगे। सुप्राची सरस्वती तीर्थे, आरंभ कले ब्रह्मावर्ते, यज्ञस भार इंद्र देखी, न सही मने हेला दुखी। से यज्ञे यज्ञपति हरि, प्रत्यक्ष हेले दया करी। शंकर पद्म जोनि मेले, मिलिस कल दिगपाले, गंधर्व अपसरा गणे, मुनिए वेद उच्चारणे। आनंदे गीत नृत्य स्तुति, सिद्ध गुई हक पंक्ति पंक्ति। दानव दैत्य विद्याधरे, से यज्ञे मिलिले सकले। सुनंद नंद आदि माने, हरिर पारिषद गणे। कपिल नारद जेदत, सनक आदि उपगत। से पृथु यज्ञे वसुमती, धेनुर प्राय दुग्धवती। कामधेनुर प्राय होई, सर्वसंपद देला मही। नदिए इक्षु द्राक्षा जले, बहिले लहरी उल्हले। घृतस जगे दधियन, तोषे भुंजन्ति सर्वजन। सकल वृक्षे मधुपन्ति, जिमुत प्राय बरसन्ति। समुद्रे नाना रत्ने पुरी, गर्जन्ति उल्हल लहरी। पर्वते चतुर्विध अन्न, देईर जिले पृथुमन। चतुर्विध अन्न अर्थात 4 प्रकार अन्न कौन आमे खाऊ, जहाँकि चर्ब्य चोबई चोबई खाऊ, चोष्य चुषिकी खाऊ जमती कि आंब, लेह्य चाटिकी खाऊ एवं पेय माने पीऊ। मनीष सर्वाधिक 4 प्रकार खाद्य यही प्रकार खाए। लोकपालके लोकतुले, सर्वसंभार संवादिले। पृथुर यज्ञारंभ चाहि, बासव मने विचारई। ए पृथु सत क्रतु कले, लभिब इंद्र पद भले। मोर संपद जीवनाश, एमंत चिंती छाड़े श्वास। यज्ञर ऊन सत अंते, आत्मार हित चिंती चिते। यज्ञप सुकु हरि नेला, निज भू बने विजे कला। आकाश मार्गे इंद्र गला, पाषांड धर्म आचरिला। धर्मे भी भ्रम तार मन, सभये
ଚିତ୍ତ ଛନ ଛନ। ଅତ୍ରି ଯେ ଯଜ୍ଞଶାଳେ ଥିଲେ ଅଶ୍ୱର ହରଣ ଜାଣିଲେ। ପୃଥୁପୁତ୍ରକୁ ରାଇବେ गे ଇନ୍ଦ୍ରର କର୍ମ ତାର ଆଗେ। କହିଲେ ଅଶ୍ୱହର ବାଣୀ ପୃଥୁତ ନୟ ତାହା ଶୁଣି। ଧନୁଷରକୁ ଧରି କରେ ଶୂନ୍ୟ ଧାଇଲା କୋପ ଭରେ। ଡାକଇ ରହ ରହ ବାଣୀ ସଭଏ ଇନ୍ଦ୍ର ତାହା ଶୁଣି। ନିଜ ଶରୀର ଛନ୍ନ କଲା ଜଟିଳ ରୂପ ପ୍ରକାଶିଲା। ଭସ୍ମଭୂଷିତ ଦେହ ଚାହିଁ ପୃଥୁନନ୍ଦନ ବିଚାରଇ। ଜଟିଳ ଭସ୍ମ ଏହା ଗାତ୍ରେ ଏହାକୁ ମାରିବି କେମନ୍ତେ। ଏମନ୍ତ ମନେ ବିଚାରିଲା ଇନ୍ଦ୍ରକୁ ବାଣ ନ ଛାଡ଼ିଲା। ତାର ରହିବା ପଥ ଦେଖି ଅତ୍ରି ଯଜ୍ଞଶାଳ ଉପେକ୍ଷି। ବୋଲଇ ଇନ୍ଦ୍ର ବେଗେ ମାର ସ୍ୱଭାବେ ଯଜ୍ଞ ଅଶ୍ୱଚୋର। ଡାକନ୍ତି ମାର ମାର ବେଗେ ତା ଶୁଣି ଇନ୍ଦ୍ର ଶୂନ୍ୟ ମାର୍ଗେ। ଭୟ ଚାହଇ ଦଶ ଦିଶେ ସ୍ୱଭାବେ କେହି ନାହିଁ ପାଶେ। ଏମନ୍ତ ଅତ୍ରିର ବଚନ ଶୁଣନ୍ତେ ପୃଥୁର ନନ୍ଦନ। ଧାଇଁଲା ଶୂନ୍ୟେ କୋପ କରି ହସ୍ତିକୁ ଯେସନେ କେଶରୀ। ବାସବ ଦେଖି ତ୍ରାସ ମନ ଅଶ୍ୱକୁ ଛାଡ଼ି ଅନ୍ତର୍ଧ୍ୟାନ। ରହିଲା ଶୂନ୍ୟ ମାର୍ଗେ ଯାଇ ପୃଥୁନନ୍ଦନ ବିଚାରଇ। ଅଶ୍ୱକୁ ଘେନି ମହାରୋଷେ ଇନ୍ଦ୍ରଙ୍କୁ ଚାହେଁ ଦଶ ଦିଶେ। ନ ଦେଖି ପୁଣି ଯଜ୍ଞସ୍ଥାନେ ମିଳିଲା ଅତ୍ରି ସନ୍ନିଧାନେ। ଅଶ୍ୱର ରଜୁ କରେ ଧରି ଅତ୍ରି ଚରଣେ ନମସ୍କରି। ତାର ଅଦ୍ଭୁତ କର୍ମ ଦେଖି ମୁନିଏ ନାମ ଉପଲକ୍ଷି। ବିଷ୍ଣୁ ଦେଶୀ ଆଣେ ଅଶ୍ଵ ଦେଲେ ତା ନାମ ବିଜିତାଶ୍ଵ। ପୁଣି ରଜନୀ ପ୍ରବେଶେ ଇନ୍ଦ୍ର ମିଳିଲା ଯଜ୍ଞ ଦେଶେ। ଦେଖିଲା କେହି ନାହିଁ ପାଶେ ସେ ପୁଣ ମନର ହରଷେ। ଯଜ୍ଞର ଜୁପ ତଳୁ ଛନେ ହରିଲା ସୁବର୍ଣ୍ଣ ରସନେ। ଜୁପ ଅର୍ଥାତ୍ ଯଜ୍ଞ ପଶୁକୁ ବାନ୍ଧିବା ପାଇଁ ଯଜ୍ଞ ମଣ୍ଡପରେ ପୋତାଯାଇଥିବା ସଂସ୍କାରିତ ଖୁଣ୍ଟ। ସୁବର୍ଣ୍ଣ ରସନେ ଅର୍ଥାତ୍ ସୁନା ଜଞ୍ଜିର ସହିତ। ବିଚାରି ଅନ୍ଧକାର ଛଳେ ଅଶ୍ୱକୁ ପୁଣି ନେଲା ବଳେ। ଅତ୍ରି ଦେଖନ୍ତେ ଶୂନ୍ୟ ମାର୍ଗେ ତ୍ରାସେ ପଳାଏ ଇନ୍ଦ୍ର ବେଗେ। ବିଜିତା ସ୍ୱର ମୁଖ ଚାହିଁ ବୋଲଇ ଅଶ୍ଵ ଆଣ ଯାଇ। ତା ଶୁଣି ହସ୍ତେ ଧନୁ ଧରି ଧାଇଁଲା ଘୋର ନାଦ କରି। ଡାକଇ ରହ ରହ ବାଣୀ ତାର ବଚନ ଇନ୍ଦ୍ର ଶୁଣି। ପଥେ ଅଶ୍ୱକୁ ଛାଡ଼ି ଛନେ ତକ୍ଷଣେ ଗଲା ଅନ୍ତର୍ଧ୍ୟାନେ। ପୁଣି ସେ ଅଶ୍ଵ ଧରି କରେ ମିଳିଲା ପିତା ଯଜ୍ଞ ଘରେ। ଅଶ୍ଵ ଚୋରାନ୍ତେ ଇନ୍ଦ୍ର ପଥେ ଛଳେ ଧଇଲା ରୂପ ଯେତେ। ପାଷଣ୍ଡ ଜନ ସେହି ମତେ ରୂପ ପ୍ରକାଶନ୍ତି ଜଗତେ। ପୃଥୁର ଯଜ୍ଞ ବିନାଶନେ ଇନ୍ଦ୍ରର ଯେତେ ରୂପ ଛନେ। ପାଷଣ୍ଡେ ସେହି ରୂପ ଚିନ୍ତି ସଂସାରେ ଭ୍ରମ ସେ କରାନ୍ତି। କେ ନଗ୍ନ ରକ୍ତ ପଟ ଧରେ କେ ଭସ୍ମ ଭୂଷଣ ଶରୀରେ। ଅଧର୍ମ ମାର୍ଗ ଆଚରନ୍ତି ଆତ୍ମାର ହିତ ନ କରନ୍ତି। ପାଷଣ୍ଡ ମାର୍ଗେ ଥାଇ ନିତେ ଦୂଷଣ ଦେଇ ବେଦ ପଥେ। ସେ ରୂପ ପ୍ରକାଶୀ ବ୍ରହ୍ମାଣ୍ଡେ ନିଗମ ନିନ୍ଦିବେ ପାଷଣ୍ଡେ। ତାହାଙ୍କ ମତ ଯେ କରନ୍ତି ଅନ୍ତେ ନରକେ ପ୍ରବେଶନ୍ତି।
ସେ କଥା ଶୁଣି ପୃଥୁ କୋପେ ଇନ୍ଦ୍ରଜୀ ଘାସେ ଦେହ କମ୍ପେ। ଇନ୍ଦ୍ରମା ରଣେ କୋପ କରି ନିଜକୁ ଦଣ୍ଡ ଶର ଧରି। କୋପନ୍ତେ ଅରୁଣ ନୟନ ପ୍ରଚଣ୍ଡ ବିରାଜେ ବଦନ। ପୃଥୁଗ ମନ ଦେଖି ରଣେ ବେଗେ ମିଳିଲେ ବିପ୍ରଗଣେ। ଇନ୍ଦ୍ର ବି ଶହେ କୋପ ବହି ବୋଲନ୍ତି ପୃଥୁ ମୁଖ ଚାହିଁ। ଭପୃଥୁ ଶୁଣ ଧର୍ମ କଥା ଆଗମ ନିଗମ ବ୍ୟବସ୍ଥା। ପଶୁର ବିନା ଆନବଧ ଯଜ୍ଞରେ ଅଟଇ ନିଷେଧ। ତୋ ଯଜ୍ଞ କୀର୍ତ୍ତି ନାଶେ ଇନ୍ଦ୍ର ଆମ୍ଭେନା ଶିବୁ ତା ନରେନ୍ଦ୍ର। ମନ୍ତ୍ର ଆହ୍ୱାନ ବଳେ କରି ଅଗ୍ନିରେ ଆହୁତିକୁ ଧରି। ନାସିବୁ ତୋହର ଅହିତ ତୋର ମାରିବା ନୋହେ ଯୁକ୍ତ। ଏମନ୍ତ ପୃଥୁ ଆଗେ କହି ରୋତି ଯେ ଅତି କୋପ ବହି। ଶ୍ରୁବକୁ ସର୍ବେ ଧରି ହସ୍ତେ ଅଗ୍ନିରେ ଆହୁତି ଦିଅନ୍ତେ। ବ୍ରହ୍ମା ମିଳିଲେ ତତକ୍ଷଣ ସମସ୍ତ ମୁନି ସନ୍ନିଧାନ। ଇନ୍ଦ୍ରର ହିତ ଚିତ୍ତେ ବହି ବୋଲନ୍ତି ମୁନି ଗଣେ ଚାହିଁ। ଶୁଣ ଏ ସର୍ବ ବିପ୍ରବର ଯାହାକୁ ଯଜ୍ଞେ ତୁମ୍ଭେ ମାର। ଯେ ଦେବ ଯଜ୍ଞ ଭାଗ ଭୁଞ୍ଜେ ସେ ଦେବ ଦେହ ଇନ୍ଦ୍ର ତେଜେ। ଏ ଇନ୍ଦ୍ର ନାରାୟଣ ତନୁ ଏହାକୁ ଛାଡ଼ ତୁମ୍ଭେ ମନ୍ୟୁ। ଏହାର ଦେହେ ସର୍ବଦେବେ ନିତ୍ୟବ ସନ୍ତି ଯଜ୍ଞ ଭାବେ। ଆହୁତି ଯାର ମୁଖେ ଦେଇ ତାହାକୁ କୋପ ନ ଯୋଗାଇ। ଏହାକୁ କୋପ ତୁ ନ କର ଯଜ୍ଞ ପୁରୁଷ ଅର୍ଥେ ବର। ଏ ଧର୍ମ ପରମ କାରଣ ଅଶେଷ ସୃଷ୍ଟି ଉଦ୍ଧାରଣ। ଏ ଯଜ୍ଞେ ଦ୍ରୋହ କର୍ମ କଲା ପାଷାଣ୍ଡ ପଥ ବିସ୍ତାରିଲା। ପାଷାଣ୍ଡ ଉଦ୍ଧରିବା ଅର୍ଥେ ତୋ ଅବତାର ଏ ଜଗତେ। ତୁ ଶେଷ କଳ ଗୁଣମଣି ଅପୂର୍ବ ନହେ କିଛି ପୁଣି। ବେଣର ଦେହେ ଯେତେ ଦୋଷ ତୋ ଜନ୍ମ କଲା ତାହା ନାଶ। ତୁ ଏବେ ମୋର ବଲ କର ପାଷଣ୍ଡ ପ୍ରାଣୀଙ୍କି ଉଦ୍ଧର। ମୈତ୍ରେୟ ଉବାଚ ଏମନ୍ତ ବ୍ରହ୍ମାର ବଚନେ ଇନ୍ଦ୍ରକୁ କୋପ ଛାଡ଼ି ମନେ। ଯଜ୍ଞର ଅବଭୃତ ସ୍ନାନେ ଦକ୍ଷିଣା ଦେଇ ବିପ୍ରଜନେ। ଯଜ୍ଞେ ତୋ ଶିଲେ ସର୍ବଜନେ ଅର୍ଣ୍ଣବ ସନ ଧେନୁ ଦାନେ। ସେ ବିପ୍ର ଜନ ହୋଇ ତୋଷ ପୃଥୁକୁ କରନ୍ତି ଆଶିଷ। ବ୍ରହ୍ମା ବଚନେ ସର୍ବଦେବେ ତୋଷ ହୋଇଲେ ଯଜ୍ଞ ଭାଗେ। ଏମନ୍ତ କହି ପଦ୍ମଯୋନି ସଙ୍ଗେ ସକଳ ବିପ୍ରଘେନି। ତକ୍ଷଣେ ଗଲେ ନିଜ ସ୍ଥାନେ ଶୁଣ ବି ଦୂର ତୋଷ ମନେ। କହଇ ଦାସ ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ। ଚତୁର୍ଥ ସ୍କନ୍ଧେ ପୃଥୁବାଣୀ ଶୁଣି ସଂସାରୁତ୍ତର ପ୍ରାଣୀ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟାଂ ଚତୁର୍ଥ ସ୍କନ୍ଧେ ପୃଥୁଚରିତେ ଅଶ୍ୱମେଧେ ଏକୋନବିଂଶୋऽଧ୍ୟାୟଃ। ବର୍ତ୍ତମାନ ଏହି ଅଧ୍ୟାୟର ଆମେ ବ୍ୟାଖ୍ୟା ଶୁଣିବା। ମୁନିବର ମୈତ୍ରେୟ କହିଲେ, ହେ ବିଦୁର ମହାରାଜ, ମନୁଙ୍କର ବ୍ରହ୍ମାବର୍ତ କ୍ଷେତ୍ରରେ ଯେଉଁଠି ସରସ୍ୱତୀ ନଦୀ ପୂର୍ବମୁଖୀ ହୋଇ ପ୍ରବାହିତ ହେଉଛି ସେଠାରେ ରାଜା ପୃଥୁ 100 ଅଶ୍ୱମେଧ ଯଜ୍ଞ କରିବାର ଦୀକ୍ଷା ନେଲେ। ତାହା ଦେଖି ଇନ୍ଦ୍ର ଭାବିଲେ, ଏହା ଫଳରେ ତ ପୃଥୁଙ୍କ କର୍ମ ମୋ କର୍ମ ଅପେକ୍ଷା ଶ୍ରେଷ୍ଠତର ହୋଇଯିବ। ତେଣୁ ସେ ଉକ୍ତ ଯଜ୍ଞ ମହୋତ୍ସବକୁ ସହି ପାରିଲେ ନାହିଁ। ମହାରାଜ ପୃଥୁଙ୍କର ଯଜ୍ଞରେ ସମସ୍ତଙ୍କର ଅନ୍ତରାତ୍ମା ସର୍ବଲୋକ ପୂଜ୍ୟ ଜଗଦୀଶ୍ୱର ଭଗବାନ ହରି
ଯଜ୍ଞେଶ୍ୱର ରୂପରେ ସାକ୍ଷାତ ଦର୍ଶନ ଦେଇଥିଲେ। ତାଙ୍କ ସହିତ ବ୍ରହ୍ମା, ରୁଦ୍ର ତଥା ନିଜ ନିଜ ଅନୁଚରମାନଙ୍କ ସହିତ ଲୋକପାଳଗଣ ମଧ୍ୟ ଆସିଥିଲେ। ସେତେବେଳେ ଗନ୍ଧର୍ବ, ମୁନି, ଅପ୍ସରାମାନେ ପ୍ରଭୁଙ୍କର କୀର୍ତ୍ତିଗାନ କରୁଥିଲେ। ସିଦ୍ଧ, ବିଦ୍ୟାଧର, ଦୈତ୍ୟ, ଦାନବ, ଯକ୍ଷ, ସୁନନ୍ଦ, ନନ୍ଦଆଦି ଭଗବାନଙ୍କର ପ୍ରମୁଖ ପାର୍ଷଦ ଏବଂ ଭଗବାନଙ୍କର ସେବା ନିମନ୍ତେ ସଦା ଉତ୍ସୁକ ରହୁଥିବା କପିଳ, ନାରଦ, ଦତ୍ତାତ୍ରେୟ ଏବଂ ସନକ ଆଦି ଯୋଗେଶ୍ୱରମାନେ ମଧ୍ୟ ପ୍ରଭୁଙ୍କ ସହିତ ଆସିଥିଲେ। ହେ ଭାରତ, ସେହି ଯଜ୍ଞରେ ଯଜ୍ଞ ସାମଗ୍ରୀ ସବୁ ପ୍ରଦାନ କରୁଥିବା ଭୂଦେବୀ କାମଧେନୁ ରୂପ ଧରି ଯଜମାନଙ୍କର ସକଳ କାମନା ପୂର୍ଣ୍ଣ କରିଥିଲେ। ନଦୀମାନେ ନିଜ ସ୍ରୋତରେ ଦ୍ରାକ୍ଷା ଓ ଇକ୍ଷୁ, ଅଙ୍ଗୁର ଓ ଆଖୁ ରସ ପରି ସକଳ ପ୍ରକାର ରସ ବହନ କରି ଆଣିଥିଲେ ତଥା ମଧୁବର୍ଷଣ କରୁଥିବା ବଡ଼ ବଡ଼ ବୃକ୍ଷମାନେ ଦୁଧ, ଦହି, ଚହ୍ଲା, ଘୃତ ଆଦି ନାନା ଦ୍ରବ୍ୟ ସମର୍ପଣ କରିଥିଲେ। ସମୁଦ୍ର ବିଭିନ୍ନ ପ୍ରକାର ରତ୍ନରାଶି, ପର୍ବତମାନେ ଭକ୍ଷ୍ୟ, ଭୋଜ୍ୟ, ଚୋଷ୍ୟ ଓ ଲେହ୍ୟ ଏଭଳି ଚାରି ପ୍ରକାର ଅନ୍ନ ତଥା ଲୋକପାଳମାନଙ୍କ ସହିତ ସବୁ ଲୋକେ ନାନା ପ୍ରକାର ଉପହାର ସାମଗ୍ରୀ ଆଣି ତାଙ୍କୁ ସମର୍ପଣ କରିଥିଲେ। ମହାରାଜ ପୃଥୁ ତ ଏକମାତ୍ର ଶ୍ରୀହରିଙ୍କୁ ହିଁ ନିଜର ପ୍ରଭୁ ବୋଲି ମାନୁଥିଲେ। ସେହି ପ୍ରଭୁଙ୍କ କୃପାରୁ ଉକ୍ତ ଯଜ୍ଞ ଅନୁଷ୍ଠାନ ଓ ପୃଥୁଙ୍କର ବହୁ ଉନ୍ନତି ହେଲା, କିନ୍ତୁ ତାଙ୍କ ଉନ୍ନତିକୁ ଦେବରାଜ ଇନ୍ଦ୍ର ସହିପାରିଲେ ନାହିଁ। ସେ ଉକ୍ତ ଯଜ୍ଞରେ ବିଘ୍ନ ଘଟାଇବାକୁ ଚେଷ୍ଟା କଲେ। ମହାରାଜ ପୃଥୁ ତାହାଙ୍କର ଅନ୍ତିମ ବା 100ତମ ଯଜ୍ଞ ଦ୍ୱାରା ଭଗବାନ ଯଜ୍ଞପତିକୁ ଆରାଧନା କରୁଛନ୍ତି। ଠିକ୍ ଏତିକି ବେଳେ ଇନ୍ଦ୍ର ଗୁପ୍ତ ରୂପରେ ଯାଇ ଯଜ୍ଞ ଅଶ୍ୱଟିକୁ ଚୋରାଇ ଆଣିଲେ। ଇନ୍ଦ୍ର ନିଜକୁ ବଞ୍ଚାଇବା ପାଇଁ କବଚ ରୂପେ ପାଷାଣ୍ଡ ବେଶ ବା ଛଦ୍ମ ବେଶ ଧାରଣ କରିଥିଲେ, ଯାହାକି ଅଧର୍ମରେ ଧର୍ମର ଭ୍ରମ ସୃଷ୍ଟି କରୁଥିଲା। ସେହିପରି ବେଶ ଧରିଲେ ପାପୀ ମଧ୍ୟ ଧର୍ମାତ୍ମା ପରି ଜଣାପଡ଼ିବ। ଏପରି ବେଶରେ ସେ ଘୋଡ଼ାଟିକୁ ନେଇ ତରତର ହୋଇ ଆକାଶ ମାର୍ଗରେ ପଳାଇ ଯାଉ ଯାଉ ତାଙ୍କ ଉପରେ ଭଗବାନ ଅତ୍ରିଙ୍କ ଦୃଷ୍ଟି ପଡ଼ିଲା। ସେ କହିଦେବାରୁ ମହାରାଜ ପୃଥୁଙ୍କର ମହାରଥୀ ପୁତ୍ର ଆରେ ରହ ରହ ବୋଲି ଡାକ ପକାଇ ଚୋରକୁ ମାରିବାକୁ କ୍ରୋଧରେ ଧାଇଁଗଲେ। କିନ୍ତୁ ଇନ୍ଦ୍ର ତ ମୁଣ୍ଡରେ ଜଟାଜୁଟ ଲମ୍ବାଇ ଦେହରେ ଭସ୍ମ ବଢ଼ି ହୋଇଥାନ୍ତି। ତାଙ୍କର ସେହି ବେଶ ଦେଖି ପୃଥୁକୁମାର ଭାବିଲେ ସେ ହେଉଛନ୍ତି ମୂର୍ତ୍ତିମାନ ଧର୍ମଦେବ, ତେଣୁ ସେ ତାଙ୍କ ଉପରକୁ ଶର ନିକ୍ଷେପ କଲେ ନାହିଁ। ସେ ଇନ୍ଦ୍ରକୁ ନ ମାରି ଫେରି ଆସିବାରୁ ମହର୍ଷି ଅତ୍ରି ତାଙ୍କୁ ଇନ୍ଦ୍ରକୁ ମାରିଦେବାକୁ ପୁଣି ଥରେ ପଠାଇ କହିଲେ, ବତ୍ସ, ସେ ଦେବତା ଅଧମ ଇନ୍ଦ୍ର ତୁମ ଯଜ୍ଞରେ ବିଘ୍ନ ଘଟାଇବାକୁ ବସିଛି, ତୁମେ ତାକୁ ମାରିଦିଅ। ଅତ୍ରିଙ୍କ ଦ୍ୱାରା ପ୍ରୋତ୍ସାହିତ ହୋଇ ପୃଥୁକୁମାର ଅତ୍ୟନ୍ତ କ୍ରୋଧରେ ଇନ୍ଦ୍ରକୁ ଗୋଡ଼ାଇଲେ। ଇନ୍ଦ୍ର ଆକାଶ ମାର୍ଗରେ ଦ୍ରୁତଗତିରେ ପଳାଇ ଯାଉଛନ୍ତି, ତେଣୁ ଜଟାୟୁ ରାବଣଙ୍କୁ ଗୋଡ଼ାଇଲା ପରି ସେ ଇନ୍ଦ୍ରକୁ ଗୋଡ଼ାଇ ଗଲେ। ପୃଥୁପୁତ୍ର ତାଙ୍କୁ ଗୋଡ଼ାଇଛନ୍ତି ଦେଖି ସ୍ୱର୍ଗପତି ଇନ୍ଦ୍ର ନିଜର ବେଶ ଓ ଚୋରାଇ ଆଣିଥିବା ଘୋଡ଼ାକୁ ଛାଡ଼ିଦେଇ ଅନ୍ତର୍ଧ୍ୟାନ ହୋଇଗଲେ। ବୀର ପୃଥୁପୁତ୍ର ସେହି ଯଜ୍ଞ ଅଶ୍ୱକୁ ଧରି ପିତାଙ୍କ ଯଜ୍ଞଶାଳାକୁ ଫେରିଆସିଲେ। ହେ ବିଦୁର, ତାହାଙ୍କର ସେହି ଅଦ୍ଭୁତ ପରାକ୍ରମ ଦେଖି ମହର୍ଷିମାନେ ତାଙ୍କୁ ବିଜିତାଶ୍ୱ ବୋଲି ନାଁ ଦେଇଥିଲେ। ଯଜ୍ଞ ପଶୁ ବା ଘୋଡ଼ାକୁ ଜୁପ ଓ ଚୋଷାଳରେ ବାନ୍ଧି ଦିଆଗଲା। ଚୋଷାଳର ଅର୍ଥ କ'ଣ? ଯଜ୍ଞ ମଣ୍ଡପରେ ଯେଉଁ ଖୁଣ୍ଟରେ ଯଜ୍ଞ ପଶୁକୁ ବନ୍ଧାଯାଏ ତାହାର ନାମ ହେଲା ଜୁପ। ଜୁପ ଆଗରେ ରଖାଯାଇଥିବା ବଳୟାକାର କାଠର ନାମ ହେଲା ଚୋଷାଳ। ସାମର୍ଥ୍ୟବାନ ଇନ୍ଦ୍ର ସେଠାରେ ଘୋର ଅନ୍ଧକାର ସୃଷ୍ଟି କରିଦେଲେ ଏବଂ ସେହି ଅନ୍ଧାର ଭିତରେ ଯଜ୍ଞ ପଶୁର ବେକରେ ବନ୍ଧାଯାଇଥିବା ସୁନାର ଶିକୁଳି ସହିତ ଘୋଡ଼ାଟିକୁ ପୁଣି ଥରେ ଚୋରାଇ ନେଇଗଲେ। କିନ୍ତୁ ସେ ଯଜ୍ଞ ପଶୁକୁ ନେଇ ଆକାଶ ମାର୍ଗରେ ପଳାଇ ଯାଉଥିବା ବେଳେ ଅତ୍ରିମୁନି ତାଙ୍କୁ ପୁଣି ଥରେ ଦେଖିଦେଲେ। ତାଙ୍କୁ ଧରି ଆଣିବାକୁ ସେ ପୃଥୁପୁତ୍ରଙ୍କୁ ପଠାଇଲେ ସତ, କିନ୍ତୁ ଇନ୍ଦ୍ର ହାତରେ କପାଳ ଓ ଖଟାଙ୍ଗ ଧରିଥିବା ଦେଖି ପୃଥୁପୁତ୍ର ତାଙ୍କୁ ଅଟକାଇଲେ ନାହିଁ। ଅତ୍ରିମୁନି ରାଜକୁମାରଙ୍କୁ ପୁଣି ଥରେ ପ୍ରେରିତ କରିବାରୁ ସେ କ୍ରୋଧବର ହୋଇ ଇନ୍ଦ୍ରଙ୍କୁ ଲକ୍ଷ୍ୟ କରି ଧନୁରେ ବାଣ ସନ୍ଧାନ କଲେ। ତାହା ଦେଖି ଦେବରାଜ ଇନ୍ଦ୍ର ସେହି ଛଦ୍ମବେଶ ଓ ଘୋଡ଼ାକୁ ଛାଡ଼ିଦେଇ ଅନ୍ତର୍ଧ୍ୟାନ ହୋଇଗଲେ। ବୀର ବିଜିତାଶ୍ୱ ଯଜ୍ଞ ପଶୁକୁ ଧରି ପିତାଙ୍କ ଯଜ୍ଞଶାଳାକୁ ଫେରିଆସିଲେ। ସେହି ଦିନଠାରୁ ମନ୍ଦବୁଦ୍ଧି ଲୋକେ ଇନ୍ଦ୍ରଙ୍କର ସେହି କପଟ ବେଶ ଗ୍ରହଣ କଲେ। ଯଜ୍ଞ ପଶୁ ହରଣ କରିନେବା ଅଭିପ୍ରାୟରେ ଇନ୍ଦ୍ର ଯେଉଁ କପଟ ବେଶ ଧାରଣ କରିଥିଲେ ତାହା ପାମର ଚିହ୍ନ ବା ଖଣ୍ଡ ହୋଇଥିବାରୁ ସେହି ସବୁ ବେଶକୁ ପାଖଣ୍ଡ କୁହାଯାଏ। ଏପରି ଭାବରେ ପୃଥୁଙ୍କର ଯଜ୍ଞ ବିଧ୍ୱଂସ କରିବା ନିମନ୍ତେ ଯଜ୍ଞ ପଶୁ ଚୋରାଇ ନେବା ସମୟରେ ଇନ୍ଦ୍ର ଯେଉଁ ସବୁ ବେଶ ଧାରଣ କରି ଛାଡ଼ି ଦେଇଥିଲେ
ସେହି ନଗ୍ନ ବା ଉଲଗ୍ନ, ରକ୍ତାମ୍ବର ବା ଲାଲ ଲୁଗା ପିନ୍ଧିଥିବା ତଥା କାପାଳିକ ଆଦି ପାଖଣ୍ଡପୂର୍ଣ୍ଣ ବେଶ ଓ ଆଚରଣ ଲୋକଙ୍କ ବୁଦ୍ଧିକୁ ପ୍ରାୟତଃ ମୋହିତ କରିଦିଏ। କାରଣ ସେହି ସବୁ ନାସ୍ତିକ ମତ ଦେଖିବାକୁ ସୁନ୍ଦର ଓ ସେହି ବେଶଧାରୀମାନେ ବଡ଼ ବଡ଼ ଯୁକ୍ତି ଦେଖାଇ ନିଜ ନିଜର ପକ୍ଷ ସମର୍ଥନ କରନ୍ତି, କିନ୍ତୁ ବାସ୍ତବରେ ସେସବୁ ବେଶ ଓ ଆଚରଣ ପ୍ରକୃତରେ ଧର୍ମ ନୁହେଁ। ଲୋକେ ଭ୍ରମବଶତଃ ସେସବୁକୁ ଧର୍ମ ବୋଲି ଭାବି ସେଥିରେ ଆସକ୍ତ ହୋଇଯାଆନ୍ତି। ଇନ୍ଦ୍ରଙ୍କର ଏହି ଦୁରଭିସନ୍ଧି ବିଷୟ ଜାଣିବାକୁ ପାଇ ପରମ ପରାକ୍ରମୀ ମହାରାଜ ପୃଥୁ ଅତ୍ୟନ୍ତ କ୍ରୋଧ ହୋଇଗଲେ। ସେ ଇନ୍ଦ୍ରକୁ ମାରିବାକୁ ଉଦ୍ୟତ ହୋଇ ଧନୁରେ ସ୍ୱର ସଂଯୋଗ କଲେ। ସେ ଏତେ କ୍ରୋଧ ହୋଇଯାଆନ୍ତି ଯେ ତାକୁ ଚାହିଁ ହେଉନଥାଏ। ଅଶେଷ ପରାକ୍ରମୀ ମହାରାଜ ପୃଥୁ ଇନ୍ଦ୍ରଙ୍କୁ ବଧ କରିବାକୁ ଉଦ୍ୟତ ହେଲେଣି ଦେଖି ତାଙ୍କୁ ସେଥିରୁ ବିରତ କରିବା ନିମନ୍ତେ ଋତୁଜମାନେ କହିଲେ, ରାଜନ୍, ଆପଣ ବୁଦ୍ଧିମାନ, ଯଜ୍ଞ ଦୀକ୍ଷା ନେଇଥିବାରୁ ଶାସ୍ତ୍ର ବିହିତ ଯଜ୍ଞ ପଶୁ ଛଡ଼ା ଆପଣ ଅନ୍ୟ କାହାକୁ ବଧ କରିବା ଉଚିତ ନୁହେଁ। ଏହି ଯଜ୍ଞରେ ବିଘ୍ନ ଘଟାଇବାକୁ ଚାହୁଁଥିବା ଆପଣଙ୍କର ଶତ୍ରୁ ଇନ୍ଦ୍ର ତ ଆପଣଙ୍କ ସୁଯଶ ଶୁଣିବା ମାତ୍ରେ ଈର୍ଷାବଶତଃ ନିସ୍ତେଜ ହୋଇଗଲାଣି। ଆମେ ତାଙ୍କ ପାଇଁ ଉଚିତ ବ୍ୟବସ୍ଥା କରୁଛୁ। ଆମେ ଅମୋଘ ଆବାହନ ମନ୍ତ୍ର ଦ୍ୱାରା ତାଙ୍କୁ ଏଠାକୁ ନେଇ ଆସିବୁ ଏବଂ ବଳପୂର୍ବକ ଅଗ୍ନିରେ ସ୍ୱାହା କରିଦେବୁ। ହେ ବିଦୁର, ଯଜମାନଙ୍କ ସଙ୍ଗେ ଏପରି ପରାମର୍ଶ କରି ସେହି ଯାଜକମାନେ କ୍ରୋଧପୂର୍ବକ ଇନ୍ଦ୍ରକୁ ଆବାହନ କଲେ। ସେମାନେ ଶ୍ରୁବ ଦ୍ୱାରା ଆହୁତି ଦେବାକୁ ଯାଉଛନ୍ତି, ଏତିକି ବେଳେ ବ୍ରହ୍ମା ଆସି ସେମାନଙ୍କୁ ଅଟକାଇ ଦେଲେ। ବ୍ରହ୍ମା କହିଲେ, ହେ ଯାଜକଗଣ, ତୁମେମାନେ ଇନ୍ଦ୍ରଙ୍କୁ ବଧ କରିବା ଅନୁଚିତ। ଏ ଯଜ୍ଞ ସଜ୍ଞକ ବା ଯଜ୍ଞ ନାମଧାରୀ ଇନ୍ଦ୍ର ତ ଭଗବାନଙ୍କର ହିଁ ମୂର୍ତ୍ତି। ତୁମେମାନେ ଯଜ୍ଞ ଦ୍ୱାରା ଯେଉଁ ଦେବତାମାନଙ୍କୁ ଆରାଧନା କରୁଛ ସେମାନେ ହେଉଛନ୍ତି ଇନ୍ଦ୍ରଙ୍କର ହିଁ ଅଙ୍ଗ, ଅଥଚ ତୁମେ ତାଙ୍କୁ ମାରିଦେବାକୁ ଚାହୁଁଛ କିପରି? ପୃଥୁଙ୍କର ଏହି ଯଜ୍ଞ ଅନୁଷ୍ଠାନରେ ବିଘ୍ନ ଘଟାଇବାକୁ ଇନ୍ଦ୍ର ଯେଉଁ ପାଷଣ୍ଡ କର୍ମ କରିଛନ୍ତି ତାହା ଧର୍ମ ଉଚ୍ଛେଦନକାରୀ। ଏହି କଥାଟି ମନେ ରଖି ତୁମେମାନେ ତାହାଙ୍କୁ ଆଉ ଅଧିକ ବିରୋଧ କର ନାହିଁ। ଅଧିକ ବିରୋଧ କଲେ ସେ ଅଧିକ ପାଷଣ୍ଡ ମାର୍ଗ ବିସ୍ତାର କରିବେ। ତେଣୁ ପରମ ଯଶସ୍ୱୀ ମହାରାଜ ପୃଥୁଙ୍କର ଯଜ୍ଞ ସଂଖ୍ୟା ଏତିକିରେ ରହୁ, ଆଉ 100 ପର୍ଯ୍ୟନ୍ତ ନ ଯାଇ ତାଠାରୁ ଗୋଟିଏ କମ୍ରେ 99ରେ ରହୁ। ତାପରେ ସେ ପୃଥୁଙ୍କୁ କହିଲେ, ରାଜନ୍, ଆପଣ ତ ମୋକ୍ଷ ପ୍ରଦାୟକ ଧର୍ମ କ'ଣ ତାହା ଜାଣନ୍ତି। ତେଣୁ ଆପଣଙ୍କ ପାଇଁ ଆଉ ଏସବୁ ଯଜ୍ଞ ଅନୁଷ୍ଠାନର କୌଣସି ଆବଶ୍ୟକ ନାହିଁ। ଆପଣଙ୍କର ମଙ୍ଗଳ ହେଉ। ଆପଣ ଓ ଇନ୍ଦ୍ର ଉଭୟ ହେଉଛନ୍ତି ପବିତ୍ର କୀର୍ତ୍ତି ଭଗବାନ ଶ୍ରୀହରିଙ୍କର ହିଁ ଶରୀର। ତେଣୁ ସେ ଆପଣଙ୍କର ହିଁ ସ୍ୱରୂପ। ତାଙ୍କ ପ୍ରତି ଆପଣ କ୍ରୋଧ ପ୍ରକାଶ କରିବା ଅନୁଚିତ। ଆପଣଙ୍କର ଏହି ଯଜ୍ଞ ନିର୍ବିଘ୍ନରେ ସମାପ୍ତ ହେଲା ନାହିଁ ବୋଲି ଆପଣ ଚିନ୍ତା କରନ୍ତୁ ନାହିଁ। ମୋ କଥା ଆଦରପୂର୍ବକ ଗ୍ରହଣ କରନ୍ତୁ। ଦେଖନ୍ତୁ, ଯେଉଁ ମନୁଷ୍ୟ ବିଧାତା ବିଗାଡ଼ି ଦେଇଥିବା କର୍ମକୁ ସଜାଡ଼ିବାକୁ ବା ପୂର୍ଣ୍ଣ କରିବାକୁ ବିଚାର କରେ ତାହାର ମନ ଅତ୍ୟନ୍ତ କ୍ରୋଧରେ ଆଚ୍ଛନ୍ନ ହୋଇଯାଇ ମୋହଗ୍ରସ୍ତ ହୋଇଯାଏ। ତେଣୁ ଏ ଯଜ୍ଞ ବନ୍ଦ କରିଦିଅନ୍ତୁ। ଏହି ଯଜ୍ଞ ହେତୁ ଇନ୍ଦ୍ରଙ୍କ ଭିତରେ ପାଷାଣ୍ଡପଣ ବଢ଼ି ବଢ଼ି ଧର୍ମନାଶ ହେଉଛି, କାରଣ ଦେବତାମାନେ ବଡ଼ ଏକଜିଦିଆ। ଦେଖନ୍ତୁ, ଯେଉଁ ମନୋହର ପାଷାଣ୍ଡପଣର ଆଶ୍ରୟ ନେଇ ଇନ୍ଦ୍ର ଘୋଡ଼ା ଚୋରାଇ ନେଇ ଆପଣଙ୍କ ଯଜ୍ଞରେ ବିଘ୍ନ ଘଟାଉଥିଲେ, ସେହି ଜନତା ସେହି ପାଷାଣ୍ଡପଣ ଆଡ଼କୁ ଆକର୍ଷିତ ହୋଇ ଚାଲିଛନ୍ତି। ଆପଣ ହେଉଛନ୍ତି ସାକ୍ଷାତ ବିଷ୍ଣୁଙ୍କର ଅଂଶ। ବେଣଙ୍କ ଦୁରାଚାରରେ ଯେତେବେଳେ ଧର୍ମଲୋପ ହୋଇଯିବାକୁ ବସିଥିଲା, ସେତେବେଳେ ସମୟୋଚିତ ଧର୍ମକୁ ରକ୍ଷା କରିବା ନିମନ୍ତେ ହିଁ ଆପଣ ତାହାଙ୍କ ଶରୀରରୁ ଅବତାର ଗ୍ରହଣ କଲେ। ତେଣୁ ହେ ପ୍ରଜାପାଳକ ପୃଥୁ, ନିଜ ଅବତାରର ଉଦ୍ଦେଶ୍ୟକୁ ବିଚାର କରି ଆପଣ ଭୃଗୁ ଆଦି ବିଶ୍ୱ ରଚୟିତା ମୁନୀଶ୍ୱରମାନଙ୍କର ସଂକଳ୍ପ ପୂର୍ଣ୍ଣ କରନ୍ତୁ। ଇନ୍ଦ୍ରଙ୍କର ଏହି ପ୍ରଚଣ୍ଡ ପାଷାଣ୍ଡ ମାର୍ଗରୂପୀ ମାୟା ହେଉଛି ଅଧର୍ମର ଜନନୀ। ଆପଣ ଏହାକୁ ନଷ୍ଟ କରିଦିଅନ୍ତୁ। ମୁନିବର ମୈତ୍ରେୟ କହିଲେ, ଲୋକଗୁରୁ ଭଗବାନ ବ୍ରହ୍ମା ଏପରି ବୁଝାଇବାକୁ ପ୍ରବଳ ପରାକ୍ରମୀ ମହାରାଜ ପୃଥୁ ଯଜ୍ଞ କରିବାର ଆଗ୍ରହ ଛାଡ଼ିଦେଇ ଇନ୍ଦ୍ରଙ୍କ ସହିତ ପ୍ରୀତିପୂର୍ବକ ସନ୍ଧି କରିନେଲେ। ତାପରେ ସେ ଯେତେବେଳେ ଯଜ୍ଞ ଅନ୍ତ ସ୍ନାନ କରି ଯଜ୍ଞ କର୍ମ ନିବୃତ୍ତ ହେଲେ, ସେତେବେଳେ ତାହାଙ୍କ ଯଜ୍ଞରେ ସନ୍ତୁଷ୍ଟ ହୋଇ ଦେବତାମାନେ ତାଙ୍କୁ ଅଭୀଷ୍ଟ ଫଳ ପ୍ରଦାନ କଲେ। ଆଦିରାଜ ପୃଥୁ ଅତ୍ୟନ୍ତ ଶ୍ରଦ୍ଧାପୂର୍ବକ ବ୍ରାହ୍ମଣମାନଙ୍କୁ ଦକ୍ଷିଣା ଦେଲେ ତଥା ବ୍ରାହ୍ମଣମାନେ ତାହାଙ୍କ ସତ୍କାରରେ ସନ୍ତୁଷ୍ଟ ହୋଇ ତାହାଙ୍କୁ ଅମୋଘ ଆଶୀର୍ବାଦ ଦେଲେ। ସେମାନେ କହିବାକୁ ଲାଗିଲେ, ମହାଭାବ, ଆପଣ ଆବାହନ କରିବାରୁ ଯେଉଁ ପିତୃଗଣ, ଦେବତା, ଋଷି ଓ ମନୁଷ୍ୟ ଆଦି ଆସିଥିଲେ, ସେହି ସମସ୍ତଙ୍କୁ ଆପଣଙ୍କ ଦାନ ମାନରେ ସୁନ୍ଦର ସତ୍କାର କଲେ। ଏହି ଥିଲା ଏହି ଅଧ୍ୟାୟ ସୁନ୍ଦର ବ୍ୟାଖ୍ୟା। ଆପଣମାନେ ଏହାକୁ ଭଲ ଭାବରେ ଶୁଣିଥିବାରୁ
ଭଗବାନ ଆପଣଙ୍କର ଚଲାପଥ କୁସୁମିତ କରନ୍ତୁ। ଭାଗବତ ମହାପୁରାଣ ପଢ଼ିବା ଯେତିକି ପୁଣ୍ୟ, ଶୁଣିବା ମଧ୍ୟ ତାହାଠାରୁ ଅଧିକ ପୁଣ୍ୟ। ତେଣୁ ଆପଣ ଏହାକୁ ଶ୍ରଦ୍ଧାର ସହିତ ଶ୍ରବଣ କରିଥିବାରୁ ଭଗବାନ ଶ୍ରୀହରି ଆପଣଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ ପ୍ରଭୁ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।